हे प्रभु मते सुजोग देले तांकर नाम को गौरवान्वित करबा पय आउ मो पाखरे बहुत साक्ष्य कहया गले मोर प्रतिदिन मो पय साक्ष्य प्रभुଙ୍କ नामरे किंतु एते सब भितरे मो मोर बहुत स्पेशल साक्ष्य गोटे अछि ସେଇଟା ମୁଁ ଆଜି କହିବାକୁ ଚାହୁଁଛି ଆଉ ଆଜି ମୁଁ ପ୍ରଭୁଙ୍କୁ ବହୁତ ଧନ୍ୟବାଦ ଦେବି ସରି ବି ଫିଲ୍ କରୁଛି ଆଉ ବହୁତ ଖୁସି ବି ଲାଗୁଛି କି ଏତେ ଭଲ ସୁଯୋଗ ଆଜି ମୁଁ ଫାର୍ଷ୍ଟ ଟାଇମ୍ अर्ली मॉर्निंग प्रेयर ରେ ଜଏନ୍ ହେଇଛି ଗ୍ରୁପ ରେ ରହିଥିଲି କିନ୍ତୁ କେବେ ଜଏନ୍ ହେଇ ପାରୁନଥିଲି ଆଜି ଜଏନ୍ ହେଇଛି ମତେ ବହୁତ ଭଲ ଲାଗିଲା ବାକ୍ୟ ବି ଶୁଣିଲି ବହୁତ ଖୁସି ଲାଗୁଛି ସରି ଫିଲ୍ କରୁଛି ଏତେ ଦିନର ବାକ୍ୟଟା ମୁଁ ମିସ୍ କରିଛି ଆଉ ନିଶ୍ଚିତ ଭାବରେ ମୁଁ अर्ली मॉर्निंग प्रेयर ଟା ଏବେ ଜଏନ୍ କରିବା ପାଇଁ ମୁଁ ଚେଷ୍ଟା କରିବି ପ୍ରତିଦିନ ଆଉ ସାକ୍ଷ୍ୟ କହିବା ପୂର୍ବରୁ ମୁଁ ଗୋଟେ ବାକ୍ୟ ପଢିବାକୁ ଚାହୁଁଛି जिरेमिया 17 पर्व तार 14 पद हे सदा प्रभु मते सुस्थ कर तहिरे मु सुस्थ हेबी मते परित्राण कर तहिरे मु परित्राण पाइबी कारण तुम्भे मोर प्रशंसा भूमि प्रभुଙ୍କର এই ବାକ୍ୟଟା ମୋ ଜୀବନରେ କାର୍ଯ୍ୟ କରିଛି ମୁଁ ସେ ବିଷୟରେ କିଛି କହିବାକୁ ଚାହୁଁଛି ଆଉ ମୁଁ ୟା ପୂର୍ବରୁ ମୁଁ ପ୍ରାଇଭେଟରେ ଜବ୍ କରୁଥିଲି ଦୀର୍ଘ 8 ବର୍ଷ ଧରିକି ଆଉ 7 ବର୍ଷ ତଳେ ମୁଁ ଯୋଉ ସ୍କୁଲରେ କାମ କରୁଥିଲି କି ଯୋଉ ଏରିଆରେ କାମ କରୁଥିଲି ସେଟା ସେ ଏରିଆଟାରେ ବହୁତ ଶୀତ ହଉଥିଲା ମୁଁ କୋରାପୁଟରେ ଜବ୍ କରୁଥାଏ ଲାମତାପୁଟରେ ସେଇଠି ବହୁତ ଶୀତ ହଉଥିବାରୁ ମତେ ସେଠିକାର କ୍ଲାଇମେଟ ଟା ସୁଟ୍ କରୁନଥିଲା ଆଉ ସେଇ ଯୋଗୁ କଣ ହଉଥିଲା ମତେ ବ୍ରିଦିଂ ପ୍ରୋବ୍ଲେମ ଷ୍ଟାର୍ଟ ହେଇଯାଉଥିଲା ମାନେ ଶୀତ ହଉଥିବାର ଆଉ ମୁଁ ନିଶ୍ୱାସ ନେଇ ପାରୁନଥିଲି ସେଥି ଯୋଗୁ ନାସଲ ଡ୍ରପ ଟା ପ୍ରତିଦିନ ୟୁଜ କରିବାକୁ ମୁଁ ଷ୍ଟାର୍ଟ କରିଥିଲି ନାକ ବ୍ଲକ ହେଇଯାଉଥିଲା ଆଉ ପ୍ରତି 4 ଘଣ୍ଟାକୁ ଥରେ କିମ୍ବା 5 ଘଣ୍ଟାକୁ ଥରେ କିମ୍ବା ବେଳେ ବେଳେ 2 ଘଣ୍ଟାକୁ ଥରେ ମୁଁ ସେ ଡ୍ରପ ଟା ୟୁଜ କରୁଥିଲି ଆଉ ସେମିତି ୟୁଜ କରିକି ପ୍ରାୟ 2 ବର୍ଷ ଯାକ ମୁଁ କଣ୍ଟିନ୍ୟୁଅସ ଗୋଟେ ଦିନ ବି ଏମିତି ନଥିଲା ଯୋଉ ଦିନ କି ମୁଁ ସେ ଡ୍ରପ ଟା ୟୁଜ ନ କରିକି ସର୍ଭାଇଭ କରୁଥିଲି ସେମିତି କଣ୍ଡିସନ ଟା ମୋର ହେଇଯାଇଥିଲା ବହୁତ ଥଣ୍ଡା ପାଇଁ ତ ଗୋଟେ ଦିନ ମାନେ ଅତି ଅଧିକା ସେଇଟା ୟୁଜ କରିବାରୁ ମାନେ ମୁଣ୍ଡ ବି ବଥା ହେବା ପାଇଁ ଷ୍ଟାର୍ଟ ହେଲା ପୁଣି ମୁଁ ଡକ୍ଟର ପାଖକୁ ଯାଇଥିଲି ଯେତେବେଳେ ଡକ୍ଟର ପାଖକୁ ଗଲି ସେ ମତେ ଗୋଟେ କଥା କହିଲେ କି ଆଉ ତମ ଯୋଉ ନୋଜ ର ଯୋଉ ସଫ୍ଟ ବୋନ ଯାକ ଅଛି ଜଏଣ୍ଟ ବୋନ ଟା ସେଇଟା ବେଣ୍ଡ ହେଇଯାଇଛି ଆଉ ତାକୁ ସର୍ଜରୀ କରିବାକୁ ପଡିବ ତାପରେ ମୁଁ ଡରିଗଲି କି ଏତେ କମ ଏଜ ରେ ଏତେ ମାନେ अर्लीରେ ସର୍ଜରୀ ଗୋଟେ ସେଇଟା ବି ଆଉ କିଛି ବି ରିସ୍କ ଟା ହେଇପାରିବ ତ ମୁଁ ଘରେ ସେ ବିଷୟରେ କିଛି ଜଣେଇଲିନି ଆଉ ପ୍ରେୟର କରୁଥାଏ କି ପ୍ରଭୁ ମାନେ ଏଇ ଯୋଉ ମତେ ସୁସ୍ଥତା ଦେବେ ଏମିତି ହେଇକି ଦିନଟା ଗଡିଲା ପ୍ରାୟ 7 ବର୍ଷ ହେଇଗଲା ସବୁଦିନ ଦିନ ରାତି ମୁଁ ମାନେ ସେଇ ନସଲ ଡ୍ରପ ଟା ୟୁଜ କରୁଥିଲି ନର୍ମାଲି ମୁଁ ସେ ଏରିଆରୁ ବାହାରିକି ଆସିଲା ପରେ ବି ମୁଁ ବ୍ରିଦିଂ କରିପାରୁନଥିଲି ଶୋଇବା ଆଗରୁ ଯାହା ହେଲେ ବି ସେ ଡ୍ରପ ଟା ପକେଇକି ଶୋଉଥିଲି ଯେକୌଣସି ଜାଗାରେ ମାନେ ନର୍ମାଲ ରୁଟିନ ରହିଲେ ବି ମୁଁ ସେ ଡ୍ରପ ଟା ଡେଲି ୟୁଜ କରୁଥିଲି ଯୋଉ ଜାଗାରେ ବି ଦେଖିଲେ ମୋର ବ୍ୟାଗ ରେ ଦେଖ ପ୍ରତି ମୋର ଖଟ ସାଇଡ ରେ ଦେଖ ସବୁ ଜାଗାରେ ଗୋଟେ ଗୋଟେ ଡ୍ରପ ଡେଫିନେଟଲି ରହୁଥିଲା ଏମିତି ଭାବରେ ମୋ ଲାଇଫ ଟା ମୁଁ କଟଉଥିଲି କିନ୍ତୁ ମୋର ହେକ୍ଟିକ ଜବ ସକାଶୁ ମୋର ସ୍ପିରିଚୁଆଲ ଲାଇଫ ବି ଏତେ ଷ୍ଟ୍ରଙ୍ଗ ହଉନଥିଲା ଜଷ୍ଟ ଗୋଟେ କ୍ୟାଜୁଆଲି ଖ୍ରୀଷ୍ଟିଆନ ହିସାବରେ ଗୋଟେ ପ୍ରେୟର କରିବାର ଆଉ ବାଇବେଲ ପଢିବାର ଏଇ ନର୍ମାଲ ରୁଟିନ ହିଁ ଚାଲିଥିଲା କିନ୍ତୁ ଯେତେବେଳକୁ ମୁଁ ମୋର ଜବ ସ୍କେଡ୍ୟୁଲ ଠାରୁ ମୁଁ ଯେତେବେଳକୁ ଜବ ଛାଡିକି ଆସିଲି ଘରେ ଆଉ ତାପରେ ମୁଁ ସେ ଟାଇମ ଟା ପ୍ରଭୁଙ୍କ ପାଇଁ ବୋଲିକି ଦେବା ପାଇଁ ବୋଲିକି ଯେତେବେଳକୁ ଡିସାଇଡ କଲି ଆଉ ସମ୍ପୂର୍ଣ୍ଣ ଭାବରେ ମୁଁ ପ୍ରଭୁ ପାଇଁ ସମୟ ଦେଉଥିଲି ସେତେବେଳକୁ ସେଇ ସମୟରେ ସେ ଫାଷ୍ଟିଂ ମୁଁ ରଖିଥିଲି ଆଉ ପ୍ରେୟର ରଖିଥିଲା ବେଳକୁ
प्रभु मोर जीवन रे गोटे दिन कार्य कले प्रभुଙ୍କର ସ୍ପର୍ଶତା ପାଇଲି ଆଉ ସେ ସ୍ପର୍ଶତା ପାଇଲା ପରେ ପ୍ରଭୁଙ୍କ ପାଖ ପ୍ରଭୁଙ୍କ ଠାରେ ଅଧିକାରୁ ଅଧିକା ମତେ ବଢିବାକୁ ମତେ ସାହାଯ୍ୟ କଲେ ଆଉ ପ୍ରଭୁଙ୍କୁ ପାଇ ସାରିଲା ପରେ ମୁଁ ଗୋଟେ ବିଶ୍ୱାସରେ ଦିନେ ପ୍ରେୟାର କରିଥିଲି ଆଉ ସେ ପ୍ରଭୁଙ୍କର ସେ ଆଶ୍ଚର୍ଯ୍ୟ କର୍ମ ସେ ମୁଁ ମୁଁ ଫିଲ୍ କରିବାକୁ ଚାହୁଁଥିଲି ସେଥିପାଇଁ ମୁଁ ପ୍ରଭୁଙ୍କ ଠାରେ ପ୍ରାର୍ଥନା କଲି କି ପ୍ରଭୁ ଏବେ ମତେ ସ୍ପର୍ଶତା ଦେଇ ସାରିଛନ୍ତି ପ୍ରଭୁଙ୍କ ଠାରେ ମୁଁ ସମର୍ପିତ ହେଇକି ଗୋଟେ ବିଶ୍ୱାସରେ ପ୍ରେୟାର କଲି ଯେ ଆଜିରୁ ଆଉ କେବେ ବି ସେ ଡ୍ରପ୍ ଟା ମୁଁ ୟୁଜ କରିବି ନାହିଁ ମୁଁ ଜାଣିଥିଲି ମୁଁ କେବେ ମାନେ ବ୍ରିଦିଂ ବିଲକୁଲ ବି କରିପାରୁନଥିଲି ତ ହେଲେ ବି ମୁଁ କଣ କଲି ସେ ବିଶ୍ୱାସରେ ପ୍ରଭୁଙ୍କ ଠାରେ ପ୍ରାର୍ଥନା କଲି ଆଉ ଆଜିରୁ ଗୋଟେ ଡ୍ରପ୍ ଟା ମୁଁ ୟୁଜ କରିବିନି ଆଉ ସବୁ ଡ୍ରପ୍ ଟା ଯେତେ ମୋ ପାଖରେ ଗୋଟେ 7-8ଟା ଡ୍ରପ୍ ସବୁ ଜାଗାରେ ରହିଥିଲା ସେ ନସଲ ଡ୍ରପ୍ ଟା ସବୁ କାଢିକି ମୁଁ ଡଷ୍ଟବିନ ରେ ପକେଇ ଦେଇଥିଲି ଆଉ ବିଶ୍ୱାସରେ ମୁଁ ପ୍ରେୟାର କରିଥିଲି କି ପ୍ରଭୁ ମତେ ସୁସ୍ଥତା ଦେଇ ସାରିଛ ଏଣିକି ଆଉ କେବେ ବି ଆଜି ଠାରୁ ମୁଁ ଡ୍ରପ୍ ଟା ୟୁଜ କରିବିନି ଆଉ ସବୁ ଡ୍ରପ୍ ଟା ନେଇକି ମୁଁ ଡଷ୍ଟବିନ ରେ ପକେଇ ଦେଇଥିଲି ଆଉ ପ୍ରଭୁ ମତେ ସମ୍ପୂର୍ଣ୍ଣ ସୁସ୍ଥତା ଦେଇଛନ୍ତି ଆଜି ଠାରୁ 1 ଇୟର ରୁ ଅଧିକା ମତେ ହେବ ପ୍ରଭୁ ମତେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥତା ଦେଇଥିଲେ ଗୋଟେ ଡ୍ରପ୍ ଟା ବି ମୁଁ କେବେ ୟୁଜ କରି ନାହିଁ ତ ପ୍ରଭୁଙ୍କର ମହାନ ଆମକୁ ଧନ୍ୟବାଦ ହଉ ମୋ ଜୀବନରେ ଏତେ ବଡ ଆଶ୍ଚର୍ଯ୍ୟ କାମ କରିଛନ୍ତି ଆଉ ସେଥିରୁ ମୁଁ ଗୋଟେ ଜିନିଷ ଶିଖିଲି ବିଶ୍ୱାସ ହଉଛି ବହୁତ ବଡ ଜିନିଷ ଯେତେବେଳେ ଆମେ ବାକ୍ୟରେ ଆଉ ପ୍ରଭୁଙ୍କର ସ୍ପର୍ଶତାରେ ସଦାବେଳେ ପ୍ରଭୁଙ୍କ ଠାରୁ ଲାଗି ରହିଥିଲେ ବି ଯାହା ବି ଆମେ ମାଗୁଛେ ପ୍ରଭୁଙ୍କୁ ବିଶ୍ୱାସ ସବୁଠୁ ବଡ ଜିନିଷ ଆଉ ଏତେ ବିଶ୍ୱାସରେ ଆଜି ଯାଇ ମୁଁ ରହିଛି ଆଉ ପ୍ରଭୁ ମୋର ସବୁ ପ୍ରାର୍ଥନା ପ୍ରତି ସମୟରେ ମତେ ଶୁଣିଛନ୍ତି ଉତ୍ତର ଦେଇଛନ୍ତି ସେଥିଲାଗି ମୁଁ ପ୍ରଭୁଙ୍କୁ ମହାନ ଆମକୁ ଧନ୍ୟବାଦ ଦେବି ପ୍ରଭୁ ମୋର ସାକ୍ଷ୍ୟ ଦେଇ ପ୍ରଭୁଙ୍କର ଏଇ ସାକ୍ଷ୍ୟ ଦେଇ ପ୍ରଭୁଙ୍କର ମହାନ ଆମକୁ ଗୌରବାନ୍ୱିତ ହଉ ଥ୍ୟାଙ୍କ ୟୁ Praise the Lord. Hallelujah. Praise the Lord. Hallelujah. Thank you, sister.